ଆଜି ରବିବାରଟା ବୋଲି ସକାଳୁ ଆମିଷର ଭୋଜନ ହବାର ପ୍ଲାନିଂ ଥିଲା। ଆମିଷ ମାନେ ହଉଛି ଅଣ୍ଡା ଭଜା, ଆଉ ଦ୍ୱିପହର ପାଇଁ ଆସିଥିଲା ଚିକେନ। ତ ଅଣ୍ଡା ଭଜା ଖାଲି ଖାଇଲେ ହବନି, ଆଳୁ ସହିତ ଅଣ୍ଡା ଭଜା ଟିକେ ଖାଇବି ବୋଲି ଭାବିଥିଲି। ଗୁନୁ ଯେହେତୁ ଘରେ ଥିଲା ତା ପାଇଁ ଟିକେ ସିମେଇ ବନେଇ ଦଉଥିଲି। ଏପଟେ ମୋର ଅଣ୍ଡା ସହିତ ଆଳୁ ଭଜା ହେଇଥିଲା। ମୁଁ ଟିକେ ପଖାଳ ଖାଇବି ବୋଲି ଭାବିଥିଲି, ସେଥିପାଇଁ ୟାକୁ ବନେଇଥିଲି। ଯେହେତୁ ରବିବାରଟା ଗୁନୁ ମଧ୍ୟ ଘରେ ଅଛି, ତେଣୁ ଏମିତିରେ ସିଏ ସକାଳୁ ଖାଇକି ସ୍କୁଲ ପଳେଇଥାଏ, କିନ୍ତୁ ଆଜି ତାକୁ ବନେଇକି ଖୁଏଇବା ପାଇଁ ପଡୁଥିଲା। ତାକୁ ସିଏ ଏତେ ବଡ ହେଲାଣି, ନ ଖୁଏଇଲା ଯାଏ ସିଏ ଖାଉନି। ସବୁ ଛୁଆ ମାନେ ଏମିତି ନା, ଆମ ଗୁନୁଟା ହିଁ ଏମିତି ଜାଣିପାରୁନି। 5 ବର୍ଷ ହେଲାଣି, ତାର ଆଉ ନିଜେ ଖାଇବା ପାଇଁ ତା ପାଟି ଯାଉନି। ମୁଁ ଖୁଏଇଦେଲେ ଖାଇବ, ଯାହା ହଉଛି। କେବଳ ଲେସ୍, କୁରକୁରେ, ଥଣ୍ଡା ସେଇଟା କେବଳ ନିଜେ ପିଇ ପାରିବ, ଆଉ ସବୁ ଯାକ ଖାଦ୍ୟ ମତେ ଖୁଏଇଦେବା ପାଇଁ ପଡେ, ନହେଲେ ସିଏ ଖାଇବନି କି ବସିଥିବ ଚୁପଚାପ। ତାକୁ ଖୁଏଇ ସାରିକି ମୁଁ ମଧ୍ୟ ନେଇ ଆସିଥିଲି ପଖାଳ। ଆଉ ପଖାଳ ଯେହେତୁ ଖାଉଥିଲି, ପଖାଳ ସହିତ ପିଆଜ, ଟିକେ ଲଙ୍କା, କଞ୍ଚା ଲଙ୍କା ନଥିବାରୁ ଶୁଖିଲା ଲଙ୍କା ଦେଇକି ମୁଁ ପଖାଳଟା ଖାଇଦେଲି। ଆଉ ତାପରେ ପଖାଳ ଖାଇସାରିଛି କି ନା, ଏପଟେ ଆସିଗଲାଣି ମେଘ। ମାନେ ମେଘ ଟିକେ ଟିକେ ପକଉଛି, କିନ୍ତୁ ଜୋର ବାର ବି ସମ୍ଭାବନା ଅଛି। ଦ୍ୱିପହରେ ହେଇଯାଇଥିଲା ଆମର ଚିକେନ କୁ ଭାତ ଖାଇ ଦେଇଥିଲି ପେଟେ। ଆଉ ତାପରେ ଦେଖନ୍ତୁ, ଖାଦ୍ୟ ଖାଇସାରିଲା ପରେ ଯୋଉ ନିଦରେ ଶୋଇ ଯାଇଥିଲି। ନିଦରୁ ଉଠୁ ଉଠୁ ଘରେ ପୁରା ବନ୍ୟା ମାନେ ବାହାରେ ପୁରା ପାଣି ଭର୍ତ୍ତି। କେତେ ରେଟରେ ଯେ ବର୍ଷା ହେଇଛି, ମାନେ ପୁରା ସବୁଆଡେ ପାଣି ଖାଲି। ମୁଁ ଶୋଇ ପଡିଥିଲି ଏତେ ଜୋର ଯେ ମାନେ ମୁଁ କିଛି ଜାଣିପାରିଲିନି। ମୁଁ ଉଠିଲା ବେଳକୁ ବର୍ଷା ଟିକେ ଛାଡି ଆସିଥିଲା ଅବଶ୍ୟ, କିନ୍ତୁ ପାଣି ଗୁଡା ସବୁଆଡେ ହିଁ ଥିଲା। ବର୍ଷା ପାଗ ଇଆଡେ ଯେହେତୁ ଅଛି, ମାନେ ରାତିଟା, ସେଥିପାଇଁ ପ୍ଲାନିଂ କରାହେଲା ଯେ ରାତିରେ ଦେଶୀ ଚିକେନ ଟା ହବ। ରାତି ପାଇଁ ଦେଶୀ ଚିକେନ ଚାଲି ଆସିଥିଲା। ଏପଟେ ମସଲା ସବୁ ରେଡି। ଏପଟେ ଚୁଲିରେ ବସି ଯାଇଛି କଢାଇ, କାରଣ ଦେଶୀ ଚିକେନ ଟା ଚୁଲିରେ ବନିଲେ ବହୁତ ଭଲ ଲାଗେ। ଗୁନୁ ଏଠି ଆଁ କରିକି ଚାହିଁଛି ହଉଛି କଣ। ଭିଡିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣେଇବେ, ଆଉ ଲାଇକ୍ एंड सब्सक्राइब करदेवे। आ फेसबुक रू देखुଥିଲେ फॉलो करिया ପାଇଁ ଜମାରୁ ବି ଭୁଲିବେନି। थैंक यू।